गाइस गुड मॉर्निंग जय जगन्नाथ वेलकम କରୁଛି ଆପଣମାନଙ୍କୁ ଆଉ ଗୋଟେ ନିୟମ ବ୍ଲଗ ସକାଳୁ ଉଠି ପଡ଼ିଥିଲି ଜଲ୍ଦି କାରଣ କରିବାର ଥିଲା ମୋତେ ଭୋକ ପ୍ରଥମେ କ୍ଷୀରି ବନେଇ ଦେଇଥିଲି କ୍ଷୀରି ବନେଇ ସାରିଲା ପରେ କଢ଼େଇ ବସେଇ ଦେଇଥିଲି ଗରମ ହେବା ପାଇଁ କଢ଼େଇ ଗରମ ହେଇସାରିଲା ପରେ ତେଲ ପକେଇ ଦେଇଥିଲି ତେଲ ଗରମ ହେଇସାରିଲା ପରେ ଏଠି ପୁରୀ ଛାଣିଦେଲି ପୁରୀ ଛାଣି ଆଜି ଅଷ୍ଟମୀରେ ମାଆଙ୍କୁ ମୁଁ ରେସିପି ଆପଣମାନଙ୍କ ସହିତ ଅଲରେଡି ସେୟାର କରିଛି ଆପଣ ଚାହିଁଲେ ମୋ ଚ୍ୟାନେଲ ଦେଖିପାରିବେ ଆଉ କ୍ଷୀରି ମାଆଙ୍କୁ ଭୋଗ ଲଗେଇ ମାଆଙ୍କୁ ଭୋଗ ଲଗେଇ ସାରିଲା ପରେ ରେଡି ହେଇଯାଇଥିଲି କାରଣ ଯିବାକୁ ଥିଲା ମତେ ମଣ୍ଡପ କାରଣ ଆଜି ଅଷ୍ଟମୀ ଓଷା ମଣ୍ଡପରେ ମାଆଙ୍କୁ ପୂଜା କରିବାର ଥିଲା ଏଠି ଟିକେ ବାହାରି ପଡ଼ିଥିଲି ବାହାରିକି ଏଠି ଭୋଗ ନେଇଗଲି ଭୋଗ ନେଇ ସାରିଲା ପରେ ହଜବେଣ୍ଡ ଯାକ ବାହାରିକି ପଳେଇଥିଲୁ ମଣ୍ଡପକୁ ଯିବାର ଥିଲା ଡମଣା ମଣ୍ଡପ କିନ୍ତୁ ପଳେଇ ଯାଇଥିଲୁ ଆମେ ଦି ଜଣ ଯାକ ରେଲୱେ ମଣ୍ଡପ ଏଠି ପହଞ୍ଚି ସାରିଲା ପରେ ଭୋଗ କିଣାକିଣି କରିଦେଇଥିଲୁ ଭୋଗ କିଣି ସାରିକି ଏଠି ମାଆଙ୍କୁ ଦର୍ଶନ କରିବା ପାଇଁ ପଳେଇ ଯାଇଥିଲୁ ତାପରେ କି ଭିଡ଼ ଭିତରୁ ଯାଇ ଦେଖିଲାକୁ ପୂଜା କରିବା ପାଇଁ କାଟି ସାରିଲା ପରେ ଏଠି ମାଆଙ୍କ ଦର୍ଶନ କରିଦେଲୁ କରିକି ଏଠି ଭୋଗ ଦେଇଥିଲୁ ତାପରେ ଏଠି ଆମେ ପୁଷ୍ପାଞ୍ଜଳି ବି ଦେଇଦେଲୁ ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ଏଠି ଠିଆ ହେଇକି ପଛରେ ଭିଡିଓ କରିଦେଇ କାରଣ ଘରକୁ ଗଲେ ମାଆଙ୍କୁ ଦେଖେଇବି କେମିତି ହେଇଛି ମଣ୍ଡପ ତାପରେ ଗାଡିଟି ଗଡି ଆସିଥିଲା ଘରକୁ ଆସି ସାରିଲା ପରେ ଏଠି ଭୋଗ ଥୋଇଦେଲି ମୋ ଝିଅ ସହିତ ଟିକେ ଖେଳିଦେଲି ଜୋରସେ ଲାଗୁଥିଲା ଭୋକ ସେଥିପାଇଁ ଖାଇ ଦେଇଥିଲି ପ୍ରଥମେ ଭୋଗ ଖାଇସାରିଲା ପରେ ଏଠି ପେଡା ଖାଇଦେଇ ସାରିଲା ପରେ ଏଠି ପ୍ରଥମେ ବସି ଦେଇଥିଲି ଭାତ ସମସ୍ତଙ୍କ ପାଇଁ ଆସିଯାଇଥିଲା ଭୋଗ ମନ୍ଦିରରୁ ଆଉ ମୁଁ ଏଠି ବନେଇ ଦେଇଥିଲି ପରଟା ମନ୍ଦିରରେ ଆସିଥିବା ଡାଲମା ଶାଗ ମୁଗ ମିକ୍ସ ତରକାରୀ ଏଠି ଆଳୁ ଝୋଳ ଆମେ ସମସ୍ତେ ଖାଇସାରିଲା ପରେ କାମ ଟାଇମର ଅଭାବ ଯୋଗୁଁ ମୁଁ କିଛି କ୍ରାଫ୍ଟ କରିନଥିଲି ତ ସେଥିପାଇଁ ଆଗରୁ ଏଡିଟିଂ କରିକି ରଖାଯାଇଥିବା ମୋର ଏଇ ଆର୍ଟଟିକୁ ଆପଣମାନଙ୍କୁ ଦେଖେଇ ଦଉଛି କେମିତି ପେଣ୍ଟିଂ କରି ମାଆଙ୍କୁ ବନେଇଥିଲି ସେଥିପାଇଁ ଭିଡ଼ିଓଟି ପାଖରେ ରହିଲା କାଲି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲା ରହିଲି ନମସ୍କାର ଜୟ ଜଗନ୍ନାଥ ପାଖରେ ରହିଲା କାଲି ବାଏ।